ହ୍ୟାଲୋ ଦର୍ଶକ ବନ୍ଧୁ, ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ କରୁଛି। ମୋ ଭିଡ଼ିଓକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ ନୋଟିଫିକେସନ୍ ପ୍ରଥମେ ଆପଣଙ୍କ ପାଖକୁ ପହଞ୍ଚିବ। ଆଜିର ଷ୍ଟୋରିରେ ଆମେ କ'ଣ ଶୁଣିବା ନା, ଧନ ଗର୍ବର ପରିଣାମ। ଗୋଟିଏ ସହରରେ ରତନ ବାବୁ ନାମକ ଜଣେ ବହୁତ ବଡ଼ ବ୍ୟବସାୟୀ ରହୁଥିଲେ। ତାଙ୍କ ପାଖରେ ଅମାପ ଧନ ସମ୍ପତ୍ତି ଥିଲା, କିନ୍ତୁ ସେହି ଧନ ପାଇଁ ତାଙ୍କର ବହୁତ ଗର୍ବ ମଧ୍ୟ ଥିଲା। ସେ ଭାବୁଥିଲେ ଯେ ଟଙ୍କା ବଳରେ ସେ ସବୁକିଛି କିଣିପାରିବେ ଏବଂ ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ହେଉଛନ୍ତି ସେ ନିଜେ। ଦିନେ ରତନବାବୁ ନିଜର ଦାମୀ କାରରେ ଜଣେ ଗରିବ ବୃଦ୍ଧ ଲୋକଙ୍କୁ ଧକ୍କା ଦେଲେ। ବୃଦ୍ଧ ଜଣକ ରାସ୍ତାରେ ପଡ଼ି କଷ୍ଟ ପାଉଥିଲେ, କିନ୍ତୁ ରତନବାବୁ କାରରୁ ଓହ୍ଲାଇ ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କ ଉପରକୁ କିଛି ଟଙ୍କା ଫିଙ୍ଗିଦେଲେ ଏବଂ ଗର୍ବର ସହ କହିଲେ, ଏଇ ନେ ଟଙ୍କା, ତୋର ଚିକିତ୍ସା କରିଦେବୁ। ମୋ ପାଖରେ ସମୟ ନାହିଁ। କିଛି ଦିନ ପରେ ରତନବାବୁ ଏକ ଜରୁରୀ କାମରେ ପାହାଡ଼ିଆ ଅଞ୍ଚଳକୁ ଯାଉଥିଲେ। ହଠାତ୍ ତାଙ୍କ କାରଟି ଏକ ନିଛାଟିଆ ଜାଗାରେ ଦୁର୍ଘଟଣାଗ୍ରସ୍ତ ହେଲା। କାରଟି ଖାଲକୁ ଖସିଗଲା ଏବଂ ରତନବାବୁ ଗୁରୁତର ଆହତ ହେଲେ। ସେଠାରେ ଫୋନ୍ ନେଟୱାର୍କ ନଥିଲା କି କୌଣସି ସାହାଯ୍ୟକାରୀ ନଥିଲେ। ଅନେକ ସମୟ ପରେ ସେହି ବାଟ ଦେଇ ଜଣେ କାଠୁରିଆ ଯାଉଥିଲା। ରତନବାବୁ କଷ୍ଟରେ ଚିତ୍କାର କଲେ, ମୋତେ ବଞ୍ଚାଅ, ମୁଁ ତୁମକୁ 1,00,000 ଟଙ୍କା ଦେବି। କାଠୁରିଆ ଜଣକ ତାଙ୍କୁ ଉଦ୍ଧାର କଲା ଏବଂ ନିଜ କୁଡ଼ିଆକୁ ନେଇ ସେବା ଶୁଶ୍ରୂଷା କଲା। ରତନବାବୁ ସୁସ୍ଥ ହେବା ପରେ ଅଭିମାନରେ ତାଙ୍କ ପକେଟରୁ ଚେକ୍ ବହି ବାହାର କରି କହିଲେ, ତୁମେ ମୋ ଜୀବନ ବଞ୍ଚାଇଛ, କୁହ କେତେ ଟଙ୍କା ଦେବି। କାଠୁରିଆଟି ହସିଦେଇ କହିଲା, ବାବୁ, ସେଦିନ ଆପଣ ଯେଉଁ ବୃଦ୍ଧଙ୍କ ଉପରକୁ ଟଙ୍କା ଫିଙ୍ଗିଥିଲେ ସେ ମୋର ବାପା ଥିଲେ। ସେଦିନ ଆପଣଙ୍କ ଟଙ୍କା ତାଙ୍କ କଷ୍ଟ କମାଇ ପାରିଥିଲା, କିନ୍ତୁ ଆଜି ମୋର ସେବା ଆପଣଙ୍କ ଜୀବନ ବଞ୍ଚାଇ ଦେଇଛି। ମନେ ରଖନ୍ତୁ ବାବୁ, ମଣିଷ ପଣିଆ ଟଙ୍କାରେ କିଣାଯାଏ ନାହିଁ। ରତନବାବୁଙ୍କ ମୁଣ୍ଡ ଲଜ୍ଜାରେ ନଇଁଗଲା। ସେ ବୁଝିପାରିଲେ ଯେ ଧନ ଆସେ ଆଉ ଯାଏ, କିନ୍ତୁ ମଣିଷର ବ୍ୟବହାର ହିଁ ତା'ର ଅସଲ ପରିଚୟ। ସେହି ଦିନଠାରୁ ତାଙ୍କର ଧନଗର୍ବ ଚୁରମାର ହୋଇଗଲା।